ଗତ ସାଧାରଣ ନିର୍ବାଚନରେ ଏକ ସଂକଳ୍ପ ପତ୍ରରେ ଜାରି କରିଥିଲେ କି ସମ୍ବଲପୁରର ଚିପଲିମାରେ ଏହା କୃଷି ମହାବିଦ୍ୟାଳୟ ସେ ଜାଗାରେ ରହିଛି। ସେ ଜାଗାରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କରବାର ଲାଗି ସେ ସଂକଳ୍ପ ପତ୍ରରେ ଜାରି କରାଯାଇଥିଲା ଏବଂ ଆପଣମାନଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଗତ ଜୁଲାଇ 17 ଦିନ କୃଷି ସମାବେଶରେ ମାନ୍ୟବର ଓଡ଼ିଶାର ମୋହନ ଚରଣ ମାଝୀ ଉପସ୍ଥିତ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କୃଷି ମନ୍ତ୍ରୀ ଅନନ୍ତ ବର୍ଦ୍ଧନ ସିଂଦେଓ ବଲାଙ୍ଗୀରରେ ଗୋଟିଏ କୃଷି ମହାବିଦ୍ୟାଳୟ କରବାର ଲାଗି ସେ ଆଗ୍ରହ କରିଥିଲେ, ଦାବି କରିଥିଲେ। ସେ ବିଷୟକୁ ନେଇ ରାଜ୍ୟରେ ଏକ ଚର୍ଚ୍ଚା ଏବଂ ଆଲୋଚନାର ବିଷୟ ହେଉଛି ଯଥାଶୀଘ୍ର ବଲାଙ୍ଗୀରରେ ଗୋଟିଏ କୃଷି ମହାବିଦ୍ୟାଳୟ ସ୍ଥାପନ ହେବା। ଏ ବିଷୟ ମିଳିକରି ଆଜି ଆମେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲୁ। ଏତଦ୍ ବ୍ୟତୀତ ଯେମାନେ ଦୀର୍ଘ 24 ବର୍ଷ ଧରି ଏ ଅଞ୍ଚଳକେ ଶାସନ କରିଥିଲେ ଏକକାଳୀନ ବିଜୁ ଜନତା ଦଳ ସରକାର ଥିଲା। ସେ ସମୟରେ ଏବେ ଯେମାନେ ପତ୍ର ଲେଖୁଛନ୍ ଏବଂ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରୁଛନ୍ ବିଷୟ ନେଇକରି ସର୍ବସମ୍ମୁଖରେ ଯେ ପ୍ରକାଶ କରୁଛନ୍ ସେଟା ସମ୍ପୂର୍ଣ୍ଣ ଭିତ୍ତିହୀନ। ପ୍ରଥମତଃ କୃଷି ମହାବିଦ୍ୟାଳୟ ହେଲା ପରେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ବିଶ୍ୱବିଦ୍ୟାଳୟ ପାଇଁ ଚର୍ଚ୍ଚା ଆଲୋଚନା କରାଯିବ।